ଗଣନାଥ ଗଜାନନ ଗଣେଶାଙ୍କର ଆଜି ପୂଜା ଅର୍ଚ୍ଚନା ହେଉଛି। ମହାମନ୍ତ୍ରୀ କୁହନ୍ତୁ ମହାରାଜ। ଚତୁର୍ଦିଗରୁ ଶୁଭି ଆସିଥିଲା ଶଙ୍ଖ ଘଣ୍ଟିର ଧ୍ୱନି, ମହକି ଯାଇଥିଲା ଫୁଲ ଚନ୍ଦନର ବାସ୍ନା। ଆହା କି ଆନନ୍ଦମୟ! ହଁ ରାଜନ। ଆଉ ସେ କଳିଯୁଗର ମହାମନ୍ତ୍ର କୁହନ୍ତୁ ରାଜନ। 32ଟି ଅକ୍ଷରରେ ନିର୍ମିତ ଅମୃତ ରସ, ସେ ହେଉଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଧନ୍ୟ ହେ ପ୍ରଜାବାସୀ, ଧନ୍ୟ ତୁମର ଭକ୍ତି ଭାବ, ଧନ୍ୟ ତୁମର ପୂଜା ଅର୍ଚ୍ଚନା। ତାହା ଦେଖି ଆନନ୍ଦ ମନରେ ନାଚି ଉଠୁଛି ଏ ସୁବର୍ଣ୍ଣଗଡ଼ ନରପତି ରାଜା ଆଦିତ୍ୟ ସେନ। ନିଶ୍ଚୟ ରାଜନ। ଧନ୍ୟ ଧନ୍ୟ ଆମ ସ୍ୱର୍ଣ୍ଣଗଡ଼ ଶୋଭେ ସୁନ୍ଦର। ଧନ୍ୟ ଆମ ସ୍ୱର୍ଣ୍ଣଗଡ଼ ଦିଶେ ସୁନ୍ଦର। ମହାନନ୍ଦ ପ୍ରଜାବାସୀ ରହିଛନ୍ତି ହୋଇ ଖୁସି। ମହାନନ୍ଦ ପ୍ରଜାବାସୀ ରହିଛନ୍ତି ହୋଇ ମନ୍ତ୍ରୀ ମୋହର। ଧନ୍ୟ ଆମ ମହାମନ୍ତ୍ରୀ ବୁଦ୍ଧିବନ୍ତ, ଆଜ୍ଞା ରାଜନ। ପ୍ରଜାଙ୍କ ଦୁଃଖ ଆରତ ଶୁଣିଲେ ମହୁ ଜଗତ। ରହିବେ ନାହିଁ ଭୋକିଲା, ସୁଖେ ଚଳିବେ ନିଶ୍ଚିନ୍ତ। ପ୍ରଜାଙ୍କ ଦୁଃଖ ଆରତ ଶୁଣିଲେ ମହୁ ଜଗତ। ରହିବେ ନାହିଁ ଭୋକିଲା, ସୁଖେ ଚଳିବେ ନିଶ୍ଚିନ୍ତ। ପ୍ରଜାଙ୍କ ମୁଣ୍ଡମଣି ଆଦିତ୍ୟ ନାମେ ପୁଣି। ପ୍ରଜାଙ୍କ ମୁଣ୍ଡମଣି ଆଦିତ୍ୟ ନାମେ ପୁଣି। ଦେବେନ୍ଦ୍ରଲେ ହରିବୀର ମନ୍ତ୍ରୀ ମୋହର। ଧନ୍ୟ ଆମ ସତରେ ମହାମନ୍ତ୍ରୀ ବୁଦ୍ଧିବନ୍ତ, କୁହନ୍ତୁ ରାଜନ। କେଉଁ ଜନ୍ମରେ କେଉଁ ପୁଣ୍ୟ ଲାଭ କରିଥିଲି ଏ ଜନ୍ମରେ ଆଜି ଏ ସୁବର୍ଣ୍ଣଗଡ଼ରେ ଜନ୍ମ ନେଇ ଏ ରାଜସିଂହାସନ ରାଜମୁକୁଟର ଅଧିକାରୀ ହେଲି। ନିଶ୍ଚୟ ରାଜନ। କିନ୍ତୁ ମହାମନ୍ତ୍ରୀ ବୁଦ୍ଧିବନ୍ତ, କୁହନ୍ତୁ ରାଜନ। ଦୟା କ୍ଷମା ଶାନ୍ତିର ସାଗର ମୁଁ ଯେ ପ୍ରଜାବତ୍ସଳ ନାମରେ ନାମ ବୋଳାଉଛି, କିନ୍ତୁ ତଥାପି କାହିଁକି ପ୍ରତିଟି ମୁହୂର୍ତ୍ତରେ ସନ୍ଦେହ ଜାତ ହୁଏ ସତରେ କ'ଣ ପ୍ରଜାବାସୀ କୁଶଳରେ ଅଛନ୍ତି ନା ନାହିଁ? ହଁ ମହାରାଜ।
ସମସ୍ତ ପ୍ରଜାକୁଳ କୁଶଳରେ ଅଛନ୍ତି। ଏବେ ବୁଦ୍ଧିବନ୍ତ ଅବିଳମ୍ବେ ପ୍ରକାଶ କରିଯାଅ। ନିଶ୍ଚୟ ରାଜନ, ମନରେ ସନ୍ଦେହ ନ ରଖି ଶୁଣି ନିଅନ୍ତୁ ମହାରାଜ। ପ୍ରକାଶ କରୁଛି ପ୍ରଜାବାସୀଙ୍କର କୁଶଳ ବାର୍ତ୍ତା। କହିଯାଅ ବୁଦ୍ଧିବନ୍ତ। ହେ ନରପତି ଶୁଣ ଭାରତୀ, ମହାମନ୍ତ୍ରୀ ମନୁଚିନ୍ତା ନ ରଖିନ ପ୍ରଭୁ, ମନୁଚିନ୍ତା ନ ରଖିନ। ସତ କହୁଛ ବୁଦ୍ଧିବନ୍ତ? ହେ ନରପତି ଶୁଣ ଭାରତୀ, ମନୁଚିନ୍ତା ନ ରଖିନ ପ୍ରଭୁ, ମନୁଚିନ୍ତା ନ ରଖିନ। ନାହିଁ ଟିକେ ଦରିଦ୍ର ସୁଖରେ ଅଛନ୍ତି ତ, ନାହିଁ ଟିକେ ଦରିଦ୍ର ସୁଖରେ ଅଛନ୍ତି ତ, ସର୍ବଦା ସୁବୁଦ୍ଧି ବିଜୟ ଗାନ। ହେ ନରପତି ଶୁଣ ଭାରତୀ, ମନୁଚିନ୍ତା ନ ରଖିନ ପ୍ରଭୁ, ମନୁଚିନ୍ତା ନ ରଖିନ। ମହାରାଜ, ବୁଦ୍ଧିବନ୍ତ ପ୍ରଜା ମୁଖେ ହସ ଫୁଟଇ କରି, ନାହାନ୍ତି ରାଜରେ ଦିନ ଭିକାରୀ। ପ୍ରଜା ମୁଖେ ହସ ଫୁଟଇ କରି, ନାହାନ୍ତି ରାଜରେ ଦିନ ଭିକାରୀ। ମାତୃବାନ୍ଧବ ପ୍ରଜାଙ୍କ ମୁଖରେ, ରହିଛି ସକଳ ଜନଙ୍କ ମନରେ। ସୁବର୍ଣ୍ଣ ଗଣନାଥ ଆଦିତ୍ୟ ନାମେ ଖ୍ୟାତ, ସୁବର୍ଣ୍ଣ ଗଣନାଥ ଆଦିତ୍ୟ ନାମେ ଖ୍ୟାତ। ପ୍ରତ୍ୟେକ ମୁସୃତ ମନେ ଭାବିଲ, ହେ ନରପତି ଶୁଣ ଭାରତୀ, ମନୁଚିନ୍ତା ନ ରଖିନ ପ୍ରଭୁ, ମନୁଚିନ୍ତା ନ ରଖିନ। ସାଧୁ ସାଧୁ ବୁଦ୍ଧିବନ୍ତ ସାଧୁ, ତବ ବାକ୍ୟ ଶୁଣି ଆଜି ଆନନ୍ଦ ମନରେ ନାଚି ଉଠୁଛି ଏ ସୁବର୍ଣ୍ଣଗଡ଼ ନରପତି ରାଜା ଆଦିତ୍ୟ ସେନ। ହେଲେ ବୁଦ୍ଧିବନ୍ତ, କହନ୍ତୁ ମହାରାଜ। ତୁମକୁ ଦେଖିଲା ପରେ ମୋତେ ମନେ ପଡ଼ିଯାଉଛି ସେଇ ତ୍ରେତା ଯୁଗର ରଘୁବଂଶୀୟ ମହାମନ୍ତ୍ରୀ ସୁମନ୍ତଙ୍କ କଥା, ସେଇ ଦ୍ୱାପର ଯୁଗର ଯଦୁବଂଶୀୟ ମହାମନ୍ତ୍ରୀ ଅକ୍ରୂରଙ୍କ କଥା। ତାଙ୍କ ସହିତ ତୁମକୁ ତୁଳନା କଲେ କେବେ ହେଲେ ଭୁଲ ହେବନି। କାହିଁକି ନା ସେହି ନୀତି ଆଦର୍ଶର ପରମ୍ପରାକୁ ନେଇ ଆପଣ ଯେଉଁ ଭାବରେ ମନ୍ତ୍ରୀର ଦାୟିତ୍ୱ ନେଇଛନ୍ତି, ସେଥିପାଇଁ କେଉଁ ଭାଷାରେ କୃତଜ୍ଞତା ଜଣାଇବି ଭାଷା ଖୋଜି ପାଉନି ମହାମନ୍ତ୍ରୀ, ଭାଷା ଖୋଜି ପାଉନି। ହେ ମହାରାଜ, ଧନ୍ୟ ତମର ବଡ଼ ପଣିଆ ମହାରାଜ। ବୁଦ୍ଧିବନ୍ତ, କହନ୍ତୁ ରାଜନ। ଏଇ ଦେଖ ବିଳମ୍ବ ହୋଇଯାଉଛି। ତେଣେ ମହାରାଣୀ ଜ୍ୟୋତ୍ସ୍ନାମୟୀ ରାଜ ମନ୍ଦିର ଶାରଳା ମନ୍ଦିରରେ ଯାଇ ତାଙ୍କରି ପୂଜା ଅର୍ଚ୍ଚନା କରୁଛନ୍ତି। ତେଣୁ ତାଙ୍କରି ସହିତ ସାକ୍ଷାତ କରିବା ପାଇଁ ମୋ ମନ ଉଚ୍ଛନ୍ନ ହେଉଛି। ମହାରାଜ, ତେବେ ଅବିଳମ୍ବେ ଚାଲିଯିବା ଆମେ ଶାରଳା ମନ୍ଦିର ଗସ୍ତକୁ। ହଁ ମହାରାଜ, ତେବେ ଶୀଘ୍ର ଯିବା ଶାରଳା ମନ୍ଦିରକୁ। ଆସ ଆମେ ଚାଲିଯିବା ଶାରଳା ମନ୍ଦିର। ହଁ